ଗୋଲ୍ଡର ପ୍ରାଇସ୍ ସବୁଦିନ ବଢି ଚାଲୁଥିବା ବେଳେ ଗୋଟେ ୟୁଏସ୍ ବେସ୍ଡ ରିସର୍ଚ୍ଚ ଆନାଲିସିଷ୍ଟ ଫାର୍ମ ଯାହାର ନାଁ ଅଛି ମର୍ଣ୍ଣିଂ ଷ୍ଟାର, ସେମାନେ ପ୍ରେଡିକ୍ଟ କରୁଛନ୍ତି କି ଯୋଉ ସୁନାର ଦରଟା ପାଖାପାଖି 38 ରୁ 40% ଡିକ୍ଲାଇନ କରିବ ଏଇ ଯୋଉ ୟେଲୋ ମେଟାଲ ଉପରେ। ସତରେ କଣ ଗୋଲ୍ଡର ପ୍ରାଇସ୍ ଏତେ କମିଯିବ? ସତରେ କଣ ଏଇ ଯୋଉ ମର୍ଣ୍ଣିଂ ଷ୍ଟାର ଯୋଉ ରିପୋର୍ଟରେ ଯୋଉ ପ୍ରେଡିକ୍ସନ କରିଛନ୍ତି କିମ୍ବା ଯୋଉ ପବ୍ଲିଶ କରିଛନ୍ତି ଏଇଟା କଣ ସତରେ ହେଇଯିବ? ତାହେଲେ ସେ ଯୋଉ ରିପୋର୍ଟରେ ସେ କୋଉ କୋଉ ପଏଣ୍ଟ ଉପରେ ହାଇଲାଇଟ କରିଛନ୍ତି ଯାହା ଫଳରେ ସେମାନେ କହୁଛନ୍ତି କି ଯୋଉ ସୁନାର ରେଟଟା କମିଯିବ, ତାହେଲେ ଆସନ୍ତୁ ଦେଖିବା। ସେ ପ୍ରଥମ ପଏଣ୍ଟରେ କଣ କହିଛନ୍ତି? ପ୍ରଥମ ପଏଣ୍ଟରେ କହିଛନ୍ତି ଇନକ୍ରିଜିଂ ସପ୍ଲାଏ ଆଣ୍ଡ ଡିମାଣ୍ଡ ସ୍ଲୋଡାଉନ। ସବୁ କ୍ଷେତ୍ରରେ, କେବଳ ସୁନା କ୍ଷେତ୍ରରେ ନୁହେଁ, କିମ୍ବା ଆପଣଙ୍କ ନର୍ମାଲ ଜିନିଷ ଗୋଟେ ନେଇଯାଆନ୍ତୁ, ଯଦି ଆପଣଙ୍କର ସପ୍ଲାଇଟା ଇନକ୍ରିଜ ହେଇଗଲା ଆଉ ଡିମାଣ୍ଡ ନାହିଁ ମାର୍କେଟରେ, ଡିମାଣ୍ଡଟା ସ୍ଲୋ ଡାଉନ ହେଇଗଲା, ତାହେଲେ କଣ ହବ? ଆପଣଙ୍କର ପ୍ରାଇସ୍ ଅଟୋମେଟିକାଲି କମିଯିବ। ଯେମିତି ଫର ଏକ୍ସାମ୍ପଲ ଆପଣ ନିଅନ୍ତୁ, ଯଦି ଓଡିଶାରେ ଯେମିତିକି ଯେତେବେଳେ ୱେଷ୍ଟ ବେଙ୍ଗଲ ଆଳୁ ସପ୍ଲାଏ ବନ୍ଦ କରିଦଉଛି, ସେତେବେଳେ ଓଡିଶାରେ କଣ ହଉଛି ନା ଆଳୁର ପ୍ରାଇସଟା କଣ ହଉଛି? ବଢି ଯାଉଛି। କାହିଁକି ନା ଏଠି ଆପଣଙ୍କର ସପ୍ଲାଇ କମିଗଲା ଆଉ ଡିମାଣ୍ଡ ଅଛି, ଡିମାଣ୍ଡ ଅଛି, ସେଥିପାଇଁ ପ୍ରାଇସଟା ବଢିଲା। ସେମ୍ ଟାଇମରେ ଯଦି ଆପଣଙ୍କର ସପ୍ଲାଇ ଅଧିକା ହବ ଆଉ ଡିମାଣ୍ଡ କମିଯିବ, ସ୍ଲୋ ଡାଉନ, ଅଟୋମେଟିକାଲି ଗୋଟେ କମୋଡିଟିର ପ୍ରାଇସଟା କମିଯିବ। ସେମ୍ ଥିଙ୍ଗ ଗୋଲ୍ଡରେ ଦେଖା ହଉଛି। କାହିଁକି ନା ଯୋଉ ଅଷ୍ଟ୍ରେଲିଆର ଯୋଉ ପ୍ରଡକ୍ସନଟା ବୁଷ୍ଟ ପ୍ରଡକ୍ସନ ହଉଛି, ତା ଫଳରେ ସେକେଣ୍ଡ କାରଣ ରହୁଛି ଯୋଉ ରିସାଇକେଲ ଗୋଲ୍ଡ। ଫର ଏକ୍ସାମ୍ପଲ ଯେମିତିକି ଆପଣ କିଛି ସୁନା କିଣିଛନ୍ତି, ଆପଣଙ୍କ ଘରେ ଅଛି, ଆପଣ ବର୍ଷେ 2 ବର୍ଷ ପରେ ତାକୁ କଣ କରୁଛନ୍ତି? ତାକୁ ବିକି ଦେଇକି ଆଉ ଗୋଟେ ନୂଆ କିଛି କିଣୁଛନ୍ତି। ସୋ ଆପଣ ଯୋଉ ସୋଲ୍ଡ ଆଉଟ୍ କଲେ ଯୋଉ ଆପଣଙ୍କର ଗୋଲ୍ଡକୁ, ସେଇଟାର କଣ ହଉଛି? ରିସାଇକେଲ ହେଇକି ଆଉ ଥରେ ସେଇ ସୁନାଟା ମାର୍କେଟକୁ ଆସୁଛି। ଏହାର ଗୋଟେ ହଉଛି ମୁଖ୍ୟ କାରଣ ରହୁଛି। ସେକେଣ୍ଡ କାରଣ କଣ ରହୁଛି? ଅଷ୍ଟ୍ରେଲିଆରେ ଗୋଟେ ମାସିଭ ପ୍ରଡକ୍ସନ ହଉଛି ଗୋଲ୍ଡର, ଯୋଉଥିପାଇଁ କି ଗ୍ଲୋବାଲ ମାର୍କେଟ ଗୋଟେ ଇମ୍ପାକ୍ଟ ପକଉଛି ଆଉ ସପ୍ଲାଏ ବଢି ଯାଉଛି। ତା ଫଳରେ କଣ ହଉଛି? ଗୋଲ୍ଡର ପ୍ରାଇସଟାକୁ ମଧ୍ୟ କମୁଛି, ସେମାନେ ଯାହା ପ୍ରେଡିକ୍ସନ କରୁଛନ୍ତି। ସେକେଣ୍ଡ ପଏଣ୍ଟରେ ଆପଣଙ୍କର ଦେଖିବେ କଣ ହଉଛି? ଗ୍ଲୋବାଲ ଯୋଉ ରିଜର୍ଭ ଅଛି ପାଖାପାଖି 2,16,265 ଟନ ଗ୍ଲୋବାଲ ରିଜର୍ଭ ଅଛି, ଯୋଉଟା କି 9% ବଢିଛି ପୂର୍ବ ଇୟର ଅପେକ୍ଷା। 2,16,265 ଟନଟା ଗୋଟେ ହ୍ୟୁଜ ଆମାଉଣ୍ଟର ରିଜର୍ଭ ଅଛି ପାଖାପାଖି ସବୁ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ। ଆଉ ସେଇ ଯୋଉ ଦେଶର ଯୋଉ ସେଣ୍ଟ୍ରାଲ ବ୍ୟାଙ୍କ ଅଛନ୍ତି, ଯୋଉ ସେମାନେ କଣ କରୁଛନ୍ତି? ସେମାନେ ଆଉ ଗୋଲ୍ଡ କିଣିବା ପାଇଁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି, କିମ୍ବା ସେମାନେ ସ୍ଲୋ ଡାଉନ ହେଇଯାଇ ଯୋଉ ଏକ୍ୱିଜିସନ, ଯୋଉ ଗୋଲ୍ଡ କିଣିବାର ଯୋଉ ପ୍ରୋସେସଟାକୁ ସେମାନେ ସ୍ଲୋ ଡାଉନ କରିଦଉଛନ୍ତି। ଆଉ ଗୋଟେ କଣ ରିପୋର୍ଟ ଆସିଛି? ଯୋଉ ୱାର୍ଲଡ ଗୋଲ୍ଡ କାଉନସିଲ ସର୍ଭେର ଗୋଟେ ରିପୋର୍ଟ ଆସିଛି କି ଯୋଉ ପ୍ରତ୍ୟେକ ଦେଶର ଯୋଉ ସେଣ୍ଟ୍ରାଲ ବ୍ୟାଙ୍କ ଅଛି, ଯେମିତିକି ଆମର ଇଣ୍ଡିଆରେ ଆରବିଆଇ, ସେମିତି 71% ସେଣ୍ଟ୍ରାଲ ବ୍ୟାଙ୍କ ପ୍ଲାନ କରୁଛନ୍ତି କି ସେମାନଙ୍କର ଯୋଉ ଗୋଲ୍ଡ ରିଜର୍ଭ ଅଛି ତାକୁ ସେମାନେ ରିଡ୍ୟୁସ କରିବେ। ଯଦି ସେମାନଙ୍କ ପାଖରେ ଯୋଉ ଗୋଲ୍ଡ ରିଜର୍ଭ ଅଛି, ସେମାନେ ଯଦି ତାକୁ ସୋଲ୍ଡ ଆଉଟ୍ କଲେ, ତାହେଲେ ଆହୁରି ମଧ୍ୟ କଣ ହବ? ମାର୍କେଟକୁ ପଳେଇ ଆସିବ, ସପ୍ଲାଇ ଅଧିକା ହେଇଯିବ। ତାପରେ ଡିମାଣ୍ଡଟା ଯେହେତୁ କମରେ ଅଛି, ପ୍ରାଇସ୍ ହାଇ ପାଇଁ ଡିମାଣ୍ଡ କମରେ ଅଛି, ସେଥିପାଇଁ କଣ ହବ? ପ୍ରାଇସଟା ଅଟୋମେଟିକାଲି ଡିକ୍ଲାଇନ ହବ। ତାପରେ ଆଉ ଗୋଟେ ପଏଣ୍ଟ କଣ ଆସୁଛି ଆପଣଙ୍କର? ଯେମିତି କି ଯୋଉ ମାର୍କେଟ ସାଚୁରେସନ ପଏଣ୍ଟ ଗୋଟେ ପଳେଇ ଆସିଛି। ଯେମିତି କି ଆପଣ ଦେଖିବେ ଯୋଉ ଗୋଲ୍ଡ ମାର୍କେଟଟା ପାଖାପାଖି 32% ରେଜଡ ହେଇକି ଅଛି, ଯୋଉଟା କି ଗୋଟେ ପିକରେ ଅଛି। ସେଥିପାଇଁ କଣ ସମସ୍ତେ ପ୍ରେଡିକ୍ଟ କରୁଛନ୍ତି? ଏଟା ଗୋଟେ ସବୁଠାରୁ ହାଇଏଷ୍ଟ ପଏଣ୍ଟରେ ଅଛି, ଆଉ ଏଇଠୁ ହିଁ ମାର୍କେଟ ତଳକୁ ଖସିବ। ସେ ମଧ୍ୟ ଗୋଟେ କାରଣ ଆପଣଙ୍କୁ ଦେଖାଯାଉଛି। ଏଇ ଯୋଉ ରିପୋର୍ଟ ସେମାନେ ଦର୍ଶାଇଛନ୍ତି, ମାର୍କେଟ ସାଚୁରେସନ ମଧ୍ୟ ଗୋଟେ ବଡ କାରଣ ରହୁଛି। ତାପରେ ଯଦି ଆପଣ ଜଲଦି କି ପଏଣ୍ଟକୁ ଆପଣ ଦେଖିବେ, ତାପରେ ଇକୋନୋମି ଅନସର୍ଟନିଟି ରହୁଛି, ତାପରେ ଇନଫ୍ଲାସନ ଫିୟର ରହୁଛି, ଜିଓ ପଲିଟିକାଲ ଟେନସନ, ଯେମିତି ଆପଣ ଜାଣିଥିବେ ଡୋନାଲ୍ଡ ଟ୍ରମ୍ପ ଆସିଲା ପରେ ସବୁଦିନ ସେମାନେ ନୂଆ ନୂଆ ତାରିଫ ଲଗାଉଛନ୍ତି, ଟ୍ରେଡ ଡିସ୍ପ୍ୟୁଟ ଚାଲିଛି, ଏହା ମଧ୍ୟ ଗୋଟେ ବଡ କାରଣ। ସବୁଠାରୁ ବଡ କାରଣ ମୁଁ କହିଲି, ଯେମିତି କି ଆପଣଙ୍କର ସପ୍ଲାଇ ଆଉ ଡିମାଣ୍ଡ ଯୋଉଟା ବାଲାନ୍ସଟା ଗୋଟେ କଣ ହଉଛି? ସପ୍ଲାଇ ଅଧିକା ହେଇଯିବ ବୋଲି ମର୍ଣ୍ଣିଂ ଷ୍ଟାର ପ୍ରେଡିକ୍ଟ କରୁଛି, ତା ଫଳରେ ଡିମାଣ୍ଡ କମ ଅଛି, ସେଥିପାଇଁ ପ୍ରାଇସଟା ଅଟୋମେଟିକାଲି ଖସି ଆସିବ। ସପ୍ଲାଇ ଆଉ ଡିମାଣ୍ଡରେ ମୁଖ୍ୟ କାରଣ କୋଉମାନେ? ଯେମିତିକି ସେଣ୍ଟ୍ରାଲ ବ୍ୟାଙ୍କ ମାନେ ସେମାନଙ୍କର ଗୋଲ୍ଡ ରିଜର୍ଭକୁ ରିଡ୍ୟୁସ କରିବା ପାଇଁ ଚାହୁଁଛନ୍ତି। ସେକେଣ୍ଡରେ ଅଷ୍ଟ୍ରେଲିଆର ଯୋଉ ମ୍ୟାସିଭ ଗୋଲ୍ଡ ପ୍ରଡକ୍ସନ ହଉଛି ମାଇନିଂରୁ। ଥାର୍ଡରେ ଆପଣଙ୍କର ରିସାଇକେଲ ଗୋଲ୍ଡଟାକୁ ମାର୍କେଟରେ ଗୋଟେ ଇକୋନୋମିରେ ଫ୍ଲୋ କରୁଛି। ଏଇ ତିନୋଟି ମେଜର ପଏଣ୍ଟ ଅଛି ଏଇ ଯୋଉ ରିପୋର୍ଟରେ। ସେଥିପାଇଁ ସେମାନେ ପ୍ରେଡିକ୍ଟ କରୁଛନ୍ତି କି ଗୋଲ୍ଡର ପ୍ରାଇସଟା କମିଂ କିଛି ଇୟର ଭିତରେ ଏଟା ପାଖାପାଖି 56,000କୁ ଇଣ୍ଡିଆରେ ପଳେଇ ଆସିବ, ଆଉ ୟୁଏସ ରେ ମଧ୍ୟ ଏଟା 32%ରେ ଡିକ୍ଲାଇନ ହବ। ତାହେଲେ ଆପଣଙ୍କୁ କଣ ଲାଗୁଛି? ସତରେ କଣ ଏଇ ଯୋଉ ରିପୋର୍ଟ ଯୋଉ ପ୍ରେଡିକ୍ଟ କରାହେଇଛି, ଏଟା କଣ ସତରେ ସମ୍ଭବ?